कि କୌଣସି ବି ପ୍ରଫେସନ ଆପଣ ଯୋଉ କୋଇ ପ୍ରଫେସନରେ ଯିବେ କୋଉଠି ନା କୋଉଠି ଅସୁବିଧା ତ ଆସିବ କିନ୍ତୁ ଅସୁବିଧାକୁ ଯଦି ଆପଣ ମାନେ ଏଡେଇକି ଭଲଟାକୁ ଦେଖି ପାରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ସଫଳତା ଆପଣଙ୍କ ପାଦ ଛୁଇଁବ। କଳାକାର କେବେ ମୃତ୍ୟୁ ନଥାଏ, ତେଣୁ ସେ ସବୁବେଳେ ସଦା ସର୍ବଦା ଆମ ଭିତରେ ଅଛନ୍ତି ଏବଂ ତାଙ୍କର ସ୍ୱର ଆମ ସହିତ ଅଛି। ସତ୍ୟତା ଉପଖଣ୍ଡର ଧୁମସା ମହୋତ୍ସବ ଆଜି 3 ଦିନ ଧରିକି ବିତିଗଲାଣି। 3 ଦିନ ଆଜି ଆମ ପାଖରେ ଅଛନ୍ତି ଏମିତି ଏକ ଅତିଥି ଅଛନ୍ତି ଯାହାକୁ ଆପଣମାନେ ସମସ୍ତେ ଜାଣିଥିବେ, ଆଉ ବହୁତ ଫିଲ୍ମ ବି କରିସାରିଛନ୍ତି ଏବଂ ସୁପରଷ୍ଟାର କହିଲେ ଚଳେ। ସେ ହେଉଛନ୍ତି ସ୍ୱରାଜ ସାର୍। ସେ ସ୍ୱରାଜ ସାର୍ ଆମ ପାଖରେ ଅଛନ୍ତି, ଆମେ ତାଙ୍କ ପାଖରୁ କିଛି ପ୍ରତିକ୍ରିୟା ନେବା। ସାର୍ ଓଡ଼ିଶା ଭାସ୍କରକୁ ସ୍ୱାଗତ। ଆଜ୍ଞା ନମସ୍କାର। କ'ଣ କହିବେ ଆଜି ଧୁମସା ମହୋତ୍ସବ ଆସିଛନ୍ତି ମୁଖ୍ୟ ଅତିଥି ଭାବରେ? ଆଜ୍ଞା ସବୁବେଳେ ଜଣେ କଳାକାର ହିସାବରେ ଆମେ ସବୁବେଳେ ସୁଯୋଗ ଖୋଜୁ ଯେ କେତେବେଳେ ଗୋଟେ ସୁଯୋଗ ମିଳିବ ଦର୍ଶକ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଏବଂ ତାଙ୍କଠୁ ଯୋଉ ଭଲ ପାଇବାଟା ଡାଇରେକ୍ଟ ପାଇବା ପାଇଁ। ତେଣୁ ଆମ ପାଇଁ ସେଇ ସୁଯୋଗଟା ସବୁବେଳେ ମହୋତ୍ସବ ଦ୍ୱାରା କିମ୍ବା କୌଣସି କାର୍ଯ୍ୟକ୍ରମ ଦ୍ୱାରା ହେଇପାରେ। ତେଣୁ ମୁଁ ଧୁମସାକୁ ଏଇଟା ମୋର ପ୍ରଥମ ବର୍ଷ ନୁହେଁ, ମୁଁ ଆଗରୁ ବି ବହୁତ ବର୍ଷ ଆସିଛି। ମୁଁ ଯେତେବେଳେ ଶିଶୁ କଳାକାର ଥିଲି ସେତେବେଳେ ମଧ୍ୟ ଆସୁଥିଲି ଏବଂ ମୟୂରଭଞ୍ଜିଆ ହିସାବରେ ମୟୂରଭଞ୍ଜର ପୁଅ ହିସାବରେ ଯେତେବେଳେ ମୋତେ ଡାକିଛନ୍ତି ମୁଁ ନିଶ୍ଚିତ ଭାବରେ ପହଞ୍ଚିଛି ଏବଂ ଆଗକୁ ମଧ୍ୟ ଆସିବି ଏବଂ ଆଶା ବିଶ୍ୱାସ ଯେ ଧୁମସା ମହୋତ୍ସବ ଯେମିତି ଚାଲିଛି ଆହୁରି ଆଗକୁ ଆହୁରି ନାମ କରିବ, ଆହୁରି ଲୋକମାନଙ୍କର ଭଲ ପାଇବା ପାଇବ ଏବଂ ଯୋଉ ଯୋଉ କଳାକାର ମାନେ ବାହାରୁ ବି ଆସିଛନ୍ତି ସମସ୍ତଙ୍କୁ ମୁଁ ସ୍ୱାଗତ କରିବା ପାଇଁ ଚାହିଁବି। ମୋ ତରଫରୁ ଏତେ ଫିଲ୍ମ କ୍ୟାରିୟର ଆପଣ ଗଲାଣି, ତ ଫିଲ୍ମ ଭିତରେ ଆପଣଙ୍କର କୋଉଠି ନା କୋଉଠି କିଛି ପ୍ରୋବ୍ଲେମ ଘଟିଛି? ମୁଁ ସବୁବେଳେ ପ୍ରୋବ୍ଲେମକୁ ସାଇଡ୍ କରିକି ରଖେ, କ'ଣ ଭଲ ଘଟିଛି ସେଇଟାକୁ ମନେ ରଖେ। ସେମିତି ସିନେମା ହଉ କି କୌଣସି ବି ପ୍ରଫେସନ ଆପଣ ଯୋଉ କୋଇ ପ୍ରଫେସନରେ ଯିବେ କୋଉଠି ନା କୋଉଠି ଅସୁବିଧା ତ ଆସେ ହିଁ, କିନ୍ତୁ ଅସୁବିଧାକୁ ଯଦି ଆପଣ ମାନେ ଏଡେଇକି ଭଲଟାକୁ ଦେଖି ପାରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ସଫଳତା ଆପଣଙ୍କ ପାଦ ଛୁଇଁବ। ଆଗକୁ ଆପଣଙ୍କର କ'ଣ ନୂଆ ପିକ୍ଚର ତିଆରି ହେଉଛି? ମୋର ଏବେ ଗୋଟେ ସିନେମା ବର୍ତ୍ତମାନ ସୁଟିଂ ଗୋଟେ ସ୍କେଡ୍ୟୁଲ ସରିଛି, ସ୍ୱାଗ ରାଜା ଯୋଉ ସିନେମାର ନାମ ଏବଂ ଯାହାକୁ ନିର୍ଦ୍ଦେଶନା ଦଉଛନ୍ତି ଜଗଦୀଶ ମିଶ୍ର। ରିସେଣ୍ଟଲି ଯୋଉ ବୋଉ ବୁଟୁ ଭୂତ ବ୍ଲକବଷ୍ଟର ହେଇଥିଲା ତାର ହିଁ ପୁରା ଟିମ୍ ଏଇ ସିନେମାଟିକୁ କରୁଛନ୍ତି ଏବଂ ଯାହାକି ଆଗକୁ ତାର ରିଲିଜ ଡେଟ୍ ବି ଡିକ୍ଲେୟାର ହେବାକୁ ଯାଉଛି ଏବଂ ବାକି ଜିନିଷ ବି ସେକେଣ୍ଡ ସ୍କେଡ୍ୟୁଲ ବି ଷ୍ଟାର୍ଟ ହେବା ପାଇଁ ଯାଉଛି। ଆଉ ଅନ୍ୟ ସିନେମା ଲାଇନ୍ ଅଫ୍ ହେଇକି ରହିଛି କିନ୍ତୁ ବର୍ତ୍ତମାନ ସ୍ୱାଗ ରାଜାକୁ ନେଇକି ଚାଲିଛି। ଆପଣ କେବେ ଗର୍ବିତ କରିଛନ୍ତି ଯେ ମୁଁ ମୟୂରଭଞ୍ଜ ମାଟିର ପୁଅ, ମୁଁ ଏତେ ବଡ଼ ଫିଲ୍ମ ତାରକାକୁ ଯାଇକି ଫିଲ୍ମ କରୁଛି? କେବେ ଅନୁଭବ କରିଛନ୍ତି ଯେ ମୟୂରଭଞ୍ଜରେ କେମିତି ଲାଗୁଛି ଆଉ ଭୁବନେଶ୍ୱର ଆପଣଙ୍କୁ କେମିତି ଲାଗୁଛି? ଆଉ ତାପରେ ଫିଲ୍ମରେ ଆସିଲା ପରେ ଆପଣଙ୍କୁ କେବେ ବି ଡର ଭୟ କିଛି ଲାଗେ? ଡର ଭୟ ତ ସାନବେଳୁ କଟି ଯାଇଛି, ତଥାପି ଏବେ ବି ଡର ଅଛି। ଏବେ ବି ଗୋଟେ ସଟ୍ ଦେବା ପାଇଁ ବି ଡର ଲାଗେ। ତ କଥା ହଉଛି ଯେ ସେଇଟା ପର କଥା, କିନ୍ତୁ ମାଟିରେ ଜନ୍ମ ହେଇଛି ମୟୂରଭଞ୍ଜ ମାଟିରେ ସମସ୍ତେ ଭଲ ପାଇବା ଦଉଛନ୍ତି। କେବଳ ମୟୂରଭଞ୍ଜରୁ ନୁହେଁ, ମୁଁ କଳାକାର ସମସ୍ତଙ୍କ ପାଇଁ, ତେଣୁ ସାରା ଓଡ଼ିଶାବାସୀ ଭଲ ପାଇବା ଦେଇଛନ୍ତି ବୋଲି ମୁଁ ଗୋଟେ ପରିଚୟଟେ ପାଇଛି ଏବଂ ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି। ଆଉ ଗୋଟେ ଦୁଃଖର କଥା ଯେ ଆମ କିଛି ଦିନ ପୂର୍ବରୁ ଆମର ଓଡ଼ିଆ ଇଣ୍ଡଷ୍ଟ୍ରିରେ ହ୍ୟୁମାନ ସାଗର ଯିଏକି ଦେହାନ୍ତ ହେଇଗଲେ, ତ ଆମର ଓଡ଼ିଆ ଇଣ୍ଡଷ୍ଟ୍ରିର କଣ୍ଠଶିଳ୍ପୀ ଗୋଟେ ଭଲ କଣ୍ଠଶିଳ୍ପୀ ଥିଲେ। କିଛି ସେମିତିକା କ'ଣ କହିବେ ଆଗକୁ କେହି ହେବେ ତ? ମୁଁ ଏତିକି କହିବି ଯେ କଳାକାର କେବେ ମୃତ୍ୟୁ ନଥାଏ, ତେଣୁ ସେ ସବୁବେଳେ ସଦା ସର୍ବଦା ଆମ ଭିତରେ ଅଛନ୍ତି ଏବଂ ତାଙ୍କର ସ୍ୱର ଆମ ସହିତ ଅଛି। ପ୍ରଭୁ ଶ୍ରୀ ଜଗନ୍ନାଥ କରନ୍ତୁ ଯୋଉଠି ବି ରୁହନ୍ତୁ ସେ ଭଲରେ ରୁହନ୍ତୁ ଏବଂ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍। ଆମେ ଶୁଣୁଥିଲେ ସ୍ୱରାଜ ସାଙ୍ଗ ପାଖରୁ ପ୍ରତିକ୍ରିୟା। ତ ଆଜି ଧୁମସାର 3 ଦିନ, এই 3 ଦିନରେ ଧୁମସାର ମହୋତ୍ସବରେ ଆଜି ପୁରା ଧୁମସାର ପୁରା ଧୁମଧଲାସ କରିଦେବେ। ତେବେ ଦେଖିବା ପାଇଁ ବାକି ରହିଲା ଧୁମସାରେ କ'ଣ କରୁଛନ୍ତି ସ୍ୱରାଜ ସାର୍।